କରୁଛି। ଆପଣଙ୍କୁ ମଧ୍ୟ ସ୍ୱାଗତ। ଆପଣ ସମସ୍ତଙ୍କୁ ମେମ୍ବର ଓ ସବୁ ପ୍ୟାନେଲିଷ୍ଟ କି ମୋର ନମସ୍କାର ଏବଂ ଯେତେ ଦର୍ଶକ ଅଛନ୍ତି ଦର୍ଶକ ମାନଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ଏବଂ ସମସ୍ତଙ୍କୁ ନମସ୍କାର। ବନ୍ଧୁଗଣ, ଆଜିର ଏ ବିଷୟରେ ଆମେ ଆଜି କଥାବାର୍ତ୍ତା ହେବା, ଆଲୋଚନା କରିବା ଏବଂ ଯେଉଁମାନେ ଅଛନ୍ତି କିଏ ଡିବେଟ୍ କରିବାକୁ ଚାହୁଁଛନ୍ତି ବା କୌଣସି ପ୍ରଶ୍ନ ପଚାରିବାର ଅଛି ବା ତାଙ୍କର ଜାତୀୟ ପ୍ରଥା ବିଷୟରେ କିଛି ଅନୁଭୂତି ଯଦି ଅଛି ସେ ଆମ ସହିତ ମଧ୍ୟ ସେୟାର କରିପାରିବେ ଏବଂ ତାଙ୍କର ବିଚାର ମଧ୍ୟ ଦେବେ। ଓକେ ସାର୍, ମୋର ପ୍ରଥମ ପ୍ରଶ୍ନ ଆପଣଙ୍କୁ ରହିବ, 2025ରେ ଆମେ ପହଞ୍ଚି ସାରିଛେ, ତେଣୁ ବର୍ତ୍ତମାନ ସମୟରେ ଜାତି ପ୍ରଥା ଅଛି କି? ଲୋକେ କହୁଛନ୍ତି ଜାତି ପ୍ରଥା ନାହିଁ, ସହରୀକରଣ ହେଲା, ସବୁ କିଛି ଡେଭଲପ ହେଇଗଲା, ଏ ଜାତି ପ୍ରଥା ନାହିଁ। ଆପଣ କେମିତି ଦେଖୁଛନ୍ତି ଏ କଥାକୁ? ରିୟଲିଟି ସାର୍ ଆପଣ କୁହନ୍ତୁ। ବହୁତ ସୁନ୍ଦର ପ୍ରଶ୍ନ। ଯେ ମଣିଷ ସମାଜରେ ଜାତି ପ୍ରଥା, ଏଇଟା ଶୁଣିବା ବେଳେ ଯେତିକି ହାସ୍ୟାସ୍ପଦ ଲାଗୁଛି ଆଉ ବହୁତ ଦୁଃଖ ମଧ୍ୟ ହଉଛି। ଆପଣ ଦେଖିଥିବେ ଯେ ଆଜି କୌଣସି ପ୍ରକାର ପଶୁ ପକ୍ଷୀ ଜଗତ ଦେଖନ୍ତୁ, ସେଠି କେବଳ ଦୁଇଟି ଜାତି, ଗୋଟେ ପୁରୁଷ ଆଉ ଗୋଟେ ସ୍ତ୍ରୀ ମହିଳା। କିନ୍ତୁ ଆମ ମଣିଷ ସମାଜରେ 6443 ଜାତି, ସେଥିରେ ପୁଣି 4 ବର୍ଣ୍ଣ, ସେଥିରେ ପୁଣି 4000 ଧର୍ମ, ମାନେ ମାନେ କେତେ ଡିଭିଜନ କରିକି ରଖା ହେଇଛି। ଆଉ ଏଇ ଜିନିଷକୁ କରିଛି କିଏ? ମାନେ ଏଥିରେ ଏ ବିଷୟରେ ଚିନ୍ତା କରାଯାଉଛି, ବହୁତ ଦୁଃଖ ଲାଗୁଛି। ଆଜି ଏଇ ଜାତି ପ୍ରଥା ପୁରା ମାନେ କେବଳ ଭାରତରେ ନୁହଁ, ବହୁତ ଜାଗାରେ ବି ଆର ଅସୁବିଧା ହଉଛି। ଲୋକମାନେ ବାଣ୍ଟି ବାଣ୍ଟି ହେଇ ରହିଛନ୍ତି, ମାନେ କିଏ କାହାକୁ ଛୁଇଁବାକୁ ଘୃଣା କରୁଛି। ମାନେ କରନ୍ତୁ ଆପଣ ଗୋଟେ ପ୍ରାଣୀକୁ, ମାନେ ଯାହାକୁ କୁକୁର କୁହାଯାଉ କିମ୍ବା ଗାଈ କୁହାଯାଉ, ଏଇ ଜିନିଷକୁ ସେମାନେ ଯେତିକି ସ୍ନେହ କରୁଛନ୍ତି, ହୁଏତ ମଣିଷକୁ ସେତେ ସ୍ନେହ କରୁନାହାନ୍ତି। ଗୋଟେ ମଣିଷକୁ ଛୁଇଁବାକୁ ଘୃଣା କରୁଛନ୍ତି, ଯୋଉଟା କି ଏଇଟା ବହୁତ ବଡ ଦୁର୍ଭାଗ୍ୟର କଥା। ପୁଣି ସେଥିରେ ହିନ୍ଦୁ, ମୁସଲମାନ, ପୁଣି ଦଳିତ, ପଛୁଆ ବର୍ଗ, ଆଦିବାସୀ, କେତେ ପ୍ରକାର କରି 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 ମାନେ ସମାଜଟାକୁ ବର୍ବାଦ କରିଦେଇଛନ୍ତି। କିନ୍ତୁ ଲୋକ ଏଇଟାକୁ ବୁଝିପାରୁନାହାନ୍ତି। ମୁଁ ତ ଖାଲି ଏତିକି କହିବି, ଯୋଉ ଜାତି ପ୍ରଥା ଯିଏ ବି ଆରମ୍ଭ କରିଥିବ, ସେ ଲୋକ କେତେ ମାନେ ଷଡଯନ୍ତ୍ରକାରୀ, ଯେ ଲୋକମାନଙ୍କୁ ଗୋଟେ ଷଡଯନ୍ତ୍ର ରଖିଦେଇଛି। ଲୋକ କେହି ହେଲେ ଚାହୁଁନାହାନ୍ତି ଏଥିରୁ ମୁକୁଳିବା ପାଇଁ। ସମସ୍ତଙ୍କୁ ଗୋଟେ ଗୋଟେ ଅଲଗା ଅଲଗା ପିଞ୍ଜରରେ ବାନ୍ଧିକି ରଖିଦେଇଛନ୍ତି। ସମସ୍ତଙ୍କ ଉପରେ ଜଣେ ଜଣେ ବଡ ଲୋକ ଅଛନ୍ତି। ଯେମିତିକି ଆପଣ ଆଦିବାସୀ ଆମକୁ ଦେଖିବେ, ସେ ଆଦିବାସୀରେ ମଧ୍ୟ 1000 ପ୍ରକାର ଜାତି। ସେ ତାଠୁ ବଡ, ସେ ତାଠୁ ବଡ, ସେ ତାଠୁ ବଡ, ଏମିତି। ପୁଣି ଯଦି ଆମେ ଆସିଯିବା ଦଳିତ, ସେଥିରେ ମଧ୍ୟ ସେମିତି ଜାତି। ଜଣଙ୍କ ମୁଣ୍ଡ ଉପରେ ଜଣେ ଛିଡା ହେଇଛି, ଜଣଙ୍କ ମୁଣ୍ଡ ଉପରେ ଜଣେ ଛିଡା ହେଇଛି। ଇଏ ତ ମୋ ଉପରେ, ତ ମୋ ତଳେ ଅଛି। ସେଇଭଳି ଆମର ବି ପଛୁଆ ବର୍ଗରେ ଅଛି। ତେଣୁ ଏଇ ଜିନିଷଟାକୁ କେମିତି ମାନେ କଲେ ନଷ୍ଟ ହବ ଏଇ ଚେନ୍, ସେଇଟା ତାର ରାସ୍ତା କେହି ହେଲା ଆଜି ପର୍ଯ୍ୟନ୍ତ କାଢି ପାରୁନାହାନ୍ତି। ସମସ୍ତେ ଲାଗିଛନ୍ତି ଯେ ଆମକୁ ଜାତି ଦରକାର ନାହିଁ, କିନ୍ତୁ ସେ ଭିତରୁ ବାହାରିବେ କେମିତି କାହାକୁ ରାସ୍ତା ଜଣାନାହିଁ। ଇଏ ଗୋଟେ ଚକ୍ରବ୍ୟୁହ। ଆଉ ଯେତେ ଦିନ ପର୍ଯ୍ୟନ୍ତ ଜାତି ଥିବ ମଣିଷ ସମାଜରେ, ମଣିଷ ସମାଜରେ କେବେ ହେଲେ ବି ଉନ୍ନତି ହେଇପାରିବ ନାହିଁ। କୌଣସି ପ୍ରକାର ସ୍ଵାଧୀନତା ପାଇପାରିବେ ନାହିଁ। ଆପଣ ଦେଖିବେ, ଇଏ କେତେ ହଜାର ବର୍ଷ ପୁରୁଣା ଜିନିଷ। ଏକ୍ଜାକ୍ଟଲି ତ ମୋର ସେ ବିଷୟରେ କିଛି ଧାରଣା ନାହିଁ, କିନ୍ତୁ ଆଜି ମଧ୍ୟ ସମାଜରେ ଯଦି କିଏ ପାଣି ଛୁଇଁ ଦଉଛି, ତାକୁ ମାରି ଦିଆଯାଉଛି। ଯଦି କିଏ ମାନେ ନିଶ ରଖୁଛି, ତାକୁ ବି ମାରି ଦିଆଯାଉଛି। ଆରେ ଏଇଟା ସବୁ ପ୍ରାକୃତିକ ଜିନିଷ, ଏଥିରେ କାହାର ଅଧିକାର ନାହିଁ। କାହାର ନିଶ ରହିଲା, କାହାର ବାଳ ରହିଗଲା, ସିଏ ତାକୁ ମାରିଦେବା କୋଉଥିପାଇଁ? ଆଉ ଯଦି କିଏ ଘୋଡା ଉପରେ ବସି ପଡି, ତାକୁ ବି ମାରି ଦିଆଯାଉଛି। ଘୋଡାରେ କଣ ଦୋଷ ରହିଲା? ତେଣୁ ଏଇଟା ବହୁତ ବଡ ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ ଆମ ମଣିଷ ସମାଜ ପାଇଁ। ଆପଣ ଯଦି ଦୂରରେ ମନେ କରନ୍ତୁ, ଯେମିତି ଆମର ବାଲିହାଟ ଯାତ୍ରା ଚାଲିଛି, ମାନେ ସେଠି ପର୍ବ ହଉଛି, ଆପଣ ଦେଖୁଥିବେ ହଜାର ହଜାର ଲୋକ ଛିଡା ହେଇଛନ୍ତି। କିନ୍ତୁ ଆପଣ ଯଦି ଦୂରରୁ ଦେଖିବେ, ଆପଣ କେବଳ ମାନେ ନଜରରେ ଆସିବ ଜଣେ ପୁରୁଷ ଆଉ ଜଣେ ସ୍ତ୍ରୀ, ତା ବ୍ୟତୀତ କିଛି ନାହିଁ। କିନ୍ତୁ ଯେତେବେଳେ ଆପଣ ପାଖକୁ ଯିବେ, ମନେ କରନ୍ତୁ କାହାକୁ ପଚାରିବେ, ସେ ଯେତେବେଳେ ତାର ଜାତି କଥା କହିବ,
ସେତେବେଳେ ଆମେ ବୁଝିପାରିବେ ଯେ ଇଏ ମାନେ ଆମକ ଜାତିକୁ ବିଲଙ୍ଗ କରୁଛି। କିନ୍ତୁ ଆମ ଯୋଉଟା ଆଖିରେ ଆମେ ଦେଖୁଛେ ଆମେ ସେଇଟା ଉପରେ ବିଶ୍ୱାସ କରିପାରୁନେ। ପୁଣି ଆମକୁ ଗଭୀର ଭିତରକୁ ଯିବାକୁ ପଡିବ, ତାକୁ ପଚାରେ ଭାଇ ତମେ କଣ ବ୍ରାହ୍ମଣ, ତମେ କଣ କ୍ଷତ୍ରିୟ, ତମେ କଣ ବୈଶ୍ୟ ନା ଶୂଦ୍ର, ପୁଣି ସବୁ ଜଣା ପଡିବ। ତେଣୁ ଏଇଟା ଗୋଟେ ବହୁତ ଚମତ୍କାର ଜିନିଷ। ଆଉ ଯୋଉମାନେ ଏଇଟା କରିକି ଯାଇଛନ୍ତି ସେମାନେ ବହୁତ ଷଡ଼ଯନ୍ତ୍ରୀ। ହଁ, ନିଜ ପାଇଁ ସବୁ ସୁବିଧା କରି ଅନ୍ୟମାନଙ୍କୁ ପୁରା ରସାତଳକୁ ମାନେ ପକେଇ ଦେଇ ଯାଇଛନ୍ତି। ଆଉ ମଣିଷ ଆଜି ସେଇଥିରେ ପଡିକି ଘାଣ୍ଟି ହେଇକି ମରୁଛି। ଯୋଉଥିରେ ଆଜି ଆପଣ ଗାଁ ଗହଳିରେ ଦେଖନ୍ତୁ, ହଁ ସହରରେ ବି ଦେଖନ୍ତୁ, ସବୁ ଜାଗାରେ ଗୋଟିଏ ଚାଲିଛି ଜାତି। ଜାତି ବିନା କିଛି ହେଇପାରୁନି। ଜାତି ବିନା ଯେମିତି ମ୍ୟାଡାମ ଆପଣ କହୁଥିଲେ ଯେ ଜାତି ବିନା ବାହାଘର ହେଇପାରୁନି, ଜାତି ଭିତରେ ହିଁ ବାହା ହବ। ଜାତି ବିନା ଆପଣଙ୍କ ସ୍କୁଲରେ ଦେଖିବେ ସେଠି ବି ଜାତି ଦରକାର। ଆପଣ ଦେଖିବେ ମାନେ ରାଜନୀତିରେ ସେଠି ବି ଜାତି ଦରକାର, ଚାକିରିରେ ବି ଜାତି ଦରକାର। କିନ୍ତୁ ଏଇ ଜାତି 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 ମାନେ ଯାଉନି କେବେ ହେଲେ। ଏଇଟା ବଡ ଦୁର୍ଭାଗ୍ୟର କଥା। ତେଣୁ ଏତିକି ମୁଁ କହିକି ମୋର ବାକ୍ୟକୁ ବିରାମ ଦଉଛି। ଆପଣ ମାନେ ଆଗକୁ ପ୍ଲିଜ ଆଗକୁ କ୍ୟାରି ଫରୱାର୍ଡ କରନ୍ତୁ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ରିଲେଟିଭ ସାର୍, ଆପଣଙ୍କର ବିଶେଷ ଉପସ୍ଥାପନ କରିଥିବାରୁ ଜାତି ପ୍ରଥା ବିଷୟରେ ଏଇଟା କହୁଛନ୍ତି। ଆଉ ଆଜିର ଆମର ବିଷୟବସ୍ତୁ ଅଛି ଏବେ ଆଉ ଜାତି ପ୍ରଥା ଅଛି କି। ମୋର ପୁରା ପ୍ରଶ୍ନ ହେଉଛି ଆମେ ମଧ୍ୟ ଜାତି ପ୍ରଥାର ଯୋଉ ଅସ୍ପୃଶ୍ୟତା, ଜାତି ପ୍ରଥାର କିଭଳି ପରିବର୍ତ୍ତନ ହେଇଛି ଆଜି ବର୍ତ୍ତମାନ ଆଧୁନିକ ସମାଜରେ। ସେଥିପାଇଁ ଆମେ ଗୋଟେ ଲାଇଭ ଷ୍ଟ୍ରିମ୍ ବି କରିଥିଲୁ 2 ସପ୍ତାହ ତଳେ ଯେ ଆଧୁନିକ ଅସ୍ପୃଶ୍ୟତା ଉପରେ ଏବଂ ସହର ଭିତରୁ କେମିତି ଅସ୍ପୃଶ୍ୟତା କୋଉ ହିସାବରେ ଚାଲୁଛି ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲୁ। ଆଜି ଦେଖନ୍ତୁ ଦୁଃଖ, ସାର୍ ଯାହା କହିଲେ ଦୁଃଖ କଥା ଯେ ଆଜିର ଆମେ 21st ସେଞ୍ଚୁରୀରେ ଆମେ ଏଠିକି ବସିକି ଆମେ ଜାତି ପ୍ରଥା ଅଛି ନା ନାହିଁ ତା ଉପରେ ଚର୍ଚ୍ଚା କରିବାକୁ ଆମେ ଆସୁଛୁ। କାହିଁକି ନା 1950 ମସିହାରୁ ଜାତି ପ୍ରଥା ଏବଂ ଅସ୍ପୃଶ୍ୟତା କାନୁନ କରିକି ତାକୁ ନିରାକରଣ କରିବା ପାଇଁ ବ୍ୟବସ୍ଥା ହେଇଥିଲା। କିନ୍ତୁ ସେ ନିରାକରଣ ହେଇପାରିଲାନି ବୋଲି 1989 ଗୋଟେ SC/ST ଆଟ୍ରୋସିଟି ଆକ୍ଟ ଭଳି ଗୋଟେ କଠୋର ନିୟମ ମଧ୍ୟ ଆସିଲା ଯେ ଏ ଜିନିଷ ଯେତେ ଯାହା କଲେ ବି ଜାତି ପ୍ରଥା ଅସ୍ପୃଶ୍ୟତା ବା ବାଛ ବିଚାର ଶୋଷଣ ଉଠୁନି, ତାକୁ କେମିତି କମ କରିବା ପାଇଁ ମଧ୍ୟ ସେ ନିୟମକୁ ଅଣାଗଲା। ସେ ନିୟମ ଯାହା ବହୁତ କେସରେ ବହୁତ କ୍ଷେତ୍ରରେ ମଧ୍ୟ ସହାୟକ ହେଇଛି ତାଙ୍କୁ ଉଠିବା ପାଇଁ। କିନ୍ତୁ ଦୁଃଖର କଥା ଯେ ଆମେ ଆଜି 80 ପାଖାପାଖି 75 ବର୍ଷ 80 ବର୍ଷ ହେଲାଣି ଆମ ଦେଶ ସ୍ୱାଧୀନତା ପାଇଲାଣି, ବହୁତ ଲୋକ ଶିକ୍ଷିତ ହେଲାଣି, ଶିକ୍ଷାରେ ମଧ୍ୟ ବହୁତ ପାଇଲେଣି। କିନ୍ତୁ କୋଉ ଭଳିଆ ଶିକ୍ଷା କଣ ପାଉଛନ୍ତି ଆଜି ମଧ୍ୟ ବହୁତ ଲୋକ ସେ ଜାତି ପ୍ରଥା, ସିଏ ଦଳିତ ଉଚ୍ଚ ବର୍ଗ ହୁଅନ୍ତୁ ନିଚ ବର୍ଗ ଯେ ବର୍ଗ ହୁଅନ୍ତୁ ନା କାହିଁକି ସେ ଜାତି ପ୍ରଥାକୁ ମଧ୍ୟ ଜାବୁଡିକି ଧରିବାରେ ଅଭ୍ୟସ୍ତ। ମାନେ ଅଧିକାଂଶ ଲୋକ, ମୁଁ କହିଲି ସମସ୍ତେ ବି, ଅଧିକାଂଶ ଲୋକ ସେ ଜାତି ପ୍ରଥାରେ କିଛି ନା କିଛି ପ୍ରକାର ପ୍ରଭାବିତ ହଉଛନ୍ତି ଏବଂ ତାକୁ ମଧ୍ୟ ପାଳନ କରୁଛନ୍ତି। ଜାତି ପ୍ରଥା ହଉ, ବାହାଘରରେ ହଉ, ପୂଜା ପର୍ବାଣୀରେ ହଉ, ଭୋଜି ଭାତରେ ହଉ, ଅଫିସରେ ହଉ, ସ୍କୁଲରେ ହଉ, ଏମିତି ବହୁତ ଗୁଡା ଖବର ଆଜି ମିଳୁଛି। ଏଇଟା ଦୁର୍ଭାଗ୍ୟ କଥା। ଏତେ ଜିନିଷ ଗଲା ପରେ ମଧ୍ୟ କାହିଁକି ଜାତି ପ୍ରଥାଟା ଏପର୍ଯ୍ୟନ୍ତ ରହୁଛି। ଆଉ ଯୋଉ ଲୋକ ବହୁତ ଲୋକ କହନ୍ତି ଯେ ଜାତି ପ୍ରଥା ନାହିଁ ସେଗୁଡା ଗଲାଣି ହେରି, ଲୋକମାନଙ୍କର ଇଏ କରୁଛନ୍ତି ସିଏ କରୁଛନ୍ତି ବୋଲି କହୁଛନ୍ତି, ବିଭିନ୍ନ ତର୍କ ଆଧାର କରୁଛନ୍ତି। କିନ୍ତୁ ଆପଣ ଟିକେ ଯଦି ଯିବେ ଦେଖିବେ ସବୁ ଜାଗାରେ ମଧ୍ୟ ଜାତି ପ୍ରଥା ବିଭିନ୍ନ ପ୍ରକାର ରୂପରେ ମଧ୍ୟ ରହିଛି। ନର୍ମାଲି ଗ୍ରାମାଞ୍ଚଳରେ ଜାତି ପ୍ରଥା ଥାଏ ବୋଲି ଲୋକ ବିରକ୍ତ ହୁଅନ୍ତି, ଲୋକ ସହରକୁ ପଳେଇ ଆସିଲା ପରେ ସହର ମଧ୍ୟ ଅନ୍ୟ ପ୍ରକାର ଜାତି ପ୍ରଥା ବା ବାଛ ବିଚାର, ଜାତି ଭିତ୍ତିକ ବାଛ ବିଚାର ମଧ୍ୟ ହୁଏ। ଏ ତ ଧାର୍ମିକ ଭିତ୍ତିରେ ବାଛ ବିଚାର ତ ଅଲରେଡି ଆରମ୍ଭ ହେଇଗଲାଣି। ତାପରେ ଟାର୍ଗେଟ ହଉଛି ଜାତି ଭିତ୍ତିକ ବାଛ ବିଚାର କରି ଲୋକମାନଙ୍କୁ କେମିତି ଆମେ ଶୋଷଣ କରିବା ବା ତାଙ୍କୁ ବାଛ ବିଚାର କରିବା ଏବଂ ତାଙ୍କୁ ଗୋଟେ ନିମ୍ନ ବର୍ଗର ବୋଲି କାଉଣ୍ଟ କରି ତାଙ୍କ ଉପରେ ଅତ୍ୟାଚାର କରିବା ଏବଂ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ମଧ୍ୟ ବହୁତ ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ଏବେ ରିସେଣ୍ଟ କେସ୍ ଯୋଉଟା ଆମେ କହିପାରିବା ଯେ ଜଷ୍ଟିସ ଗଭଇ ଯିଏ ଆମର ଚିଫ ଜଷ୍ଟିସ ଅଛନ୍ତି ସୁପ୍ରିମକୋର୍ଟରେ, ତାଙ୍କ ଉପରକୁ ଚପଲ ଫୋପାଡିବା ଗୋଟେ ହୀନ, ଏଇ ଯୋଉ ଜାତି ଭିତ୍ତିକ ମନରେ ଯୋଉ ଆକ୍ରୋଶ ରହୁଛି ସେ ଆକ୍ରୋଶ ଗୋଟେ ନିଦର୍ଶନ। ଗୋଟେ ଦଳିତ ଲୋକ ଏତେ ଉପରକୁ ଯାଇକି କେମିତି କେମିତି କହିଲା କଣ କହିଲା ତାକୁ ଗୋଟେ ମେନଲି ଦଳିତ ଲୋକ ବୋଲି ତାଙ୍କ ଉପରେ ଏମିତି ଆକ୍ରମଣ ମଧ୍ୟ କରାଯାଉଛି। ସେ ଗୋଟେ ଏବେ ରିସେଣ୍ଟ କେସ୍ ହେଇଛି 7 ତାରିଖ ଦିନ ଅକ୍ଟୋବର 7ରେ ଗୋଟେ IPS ଅଫିସର ଭି ପୂରଣ କୁମାର ବୋଲି ହରିୟାଣା କ୍ୟାଡର IPS ଅଫିସର, ସିଏ ମଧ୍ୟ ଏ ଜାତିର ବାଛ ବିଚାରରେ ଗୋଟେ IPS ଅଫିସର, ଲୋକ କହନ୍ତି ଯେ ଅଫିସର ହେଇଗଲ ଜଜ ହେଇଗଲ ତମକୁ କଣ କିଏ ଜାତି କରୁଛି କଣ କରୁଛି। ତାଙ୍କୁ ଜାତି ପ୍ରତି ଏତେ ଜୋରେ ପ୍ରତାଡିତ କରାହେଲା। ଜଣେ IPS ଅଫିସର, ପୋଲିସ ଅଫିସର, ସେ ଏତେ ଜୋରେ ମାନସିକ ସ୍ତରରେ ଦୁର୍ବଳ ହେଇଗଲେ ଜାତି ପ୍ରଥା ଅସ୍ପୃଶ୍ୟତାକୁ ନେଇ ବାଛ ବିଚାରକୁ ନେଇକି ତାଙ୍କ ବିଭିନ୍ନ ସମସ୍ୟା ନେଇକି ସେ ଶେଷକୁ ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି ମାରିକି ମଧ୍ୟ ଆତ୍ମହତ୍ୟା କଲେ। ଆତ୍ମହତ୍ୟା ତ କଲେ କଲେ, ତା ଦେହରେ ସିଏ ପାଖାପାଖି 12-15 ଜଣ
15 ଜଣ ଲୋକଙ୍କୁ ତା ଦେହରେ ମଧ୍ୟ ତାଙ୍କ ସୁଇସାଇଡ୍ ନୋଟରେ ତାମାନଙ୍କ ନାଁ ଲେଖିଛନ୍ତି କୋଉ କୋଉ ଅଫିସର ମାନେ ତାଙ୍କ ପ୍ରତି 8 ଜଣ ଅଫିସର କରୁଛନ୍ତି ଯୋଉମାନେ କି ଆଇଏଏସ୍ ଅଫିସର ଅଛନ୍ତି ଇନକ୍ଲୁଡିଂ ଡାଇରେକ୍ଟର ଜେନେରାଲ ଅଫ